ରବି ନାରାୟଣ ଏବଂ ଗୁରୁ ପଞ୍ଚମୀ ବ୍ରତ ପରି ସୁଦଶା ବ୍ରତ ହେଉଛି ଏକ ଯୋଗଜ ବ୍ରତ। ଏ ବ୍ରତର କୌଣସି ନିର୍ଦ୍ଦିଷ୍ଟ ମାସ ନାହିଁ। ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଦିନ ଯଦି ଗୁରୁବାର ପଡ଼େ ତେବେ ସେଦିନ ସୁଦଶା ବ୍ରତ ପାଳିତ ହୁଏ। ମହାପୁରୁଷ ବଳରାମ ଦାସଙ୍କ କୃତ ମହାଲକ୍ଷ୍ମୀ ପୁରାଣରେ ଏହି ବ୍ରତ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ବ୍ରତ ବୋଲି କୁହାଯାଇଛି। ଧାନମାଣିକା ଓଷା ବା ମାର୍ଗଶିର ମାସ ଗୁରୁବାର ଓଷା ଏବଂ ସୁଦଶା ବ୍ରତ କଥା ବୋଲି ଏକ ସ୍ୱତନ୍ତ୍ର ବ୍ରତ କଥା ଅଛି। ସଂସ୍କୃତ ସୁଦଶା ବ୍ରତ କଥାଠାରୁ ବିଷୟବସ୍ତୁ ଦୃଷ୍ଟିରୁ ଏଥିରେ ବିଶେଷ କିଛି ପାର୍ଥକ୍ୟ ନାହିଁ। ଏହି ସୁଦଶା ବ୍ରତ କଥାଟି ପଦ୍ମ ପୁରାଣରୁ ଆସିଥିବାର ଜଣାଯାଏ। ଶୁକ୍ଳ ଦଶମୀ ଗୁରୁବାର ଦିନ ପ୍ରଭାତରୁ ସ୍ନାନ ସାରି ଘରେ ଲକ୍ଷ୍ମୀଙ୍କର ବିଭିନ୍ନ ଝୋଟି ପକାଇବେ। ତତ୍ପରେ 10 କେରା ଦୁବ, 10 ଗୋଟି ଗୁଆ ଏବଂ ଅଳ୍ପ କିଛି ହଳଦୀ ଗୁଣ୍ଡ, ଚନ୍ଦନ, ଧୂପ, ଦୀପ ନୈବେଦ୍ୟ ଯୋଗାଡ଼ କରିବେ। 5 ପ୍ରକାର ଧଳା ରଙ୍ଗର ଏବଂ 5 ପ୍ରକାର ରକ୍ତବର୍ଣ୍ଣର ଫୁଲ ସଂଗ୍ରହ କରିବେ। ପାଟ ସୂତା ବା ଧଳା ରଙ୍ଗର 10 ସୂତା ଆଣି ତାକୁ 3 ଗୁଣ କରି ବଳି ଦେଇ ହଳଦୀ ପାଣିରେ ବୁଡ଼ାଇବେ। ପରେ ଦୁବ, ଫୁଲ, ବରକୋଳି ପତ୍ର ସବୁଥିରୁ ଗୋଟିଏ ଗୋଟିଏ ନେଇ ଧଳା ସୂତାରେ 10 ଗୋଟି ଗଣ୍ଠି ପକାଇବେ। ପ୍ରତିଟି ଗଣ୍ଠି ପାଇଁ ମାଙ୍କ ଗୋଟିଏ ନାମ ଉଚ୍ଚାରଣ କରିବେ। ଯଥା ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ, ପରେ ପରେ କମଳା, ପଦ୍ମା, ଚଞ୍ଚଳା, ଦରିଦ୍ରଭଞ୍ଜନୀ, କୌମୋଦିକୀ, ଗଜବାହିନୀ, ବିଷ୍ଣୁପ୍ରିୟା, ଜାନକୀ ଦେବୀ ଏବଂ ଶେଷ ଗଣ୍ଠିର ନାମ ରୁକ୍ମଣୀ। ଏହି 10 ଗୋଟି ଗଣ୍ଠି ପଡ଼ିବାର କାରଣ ହେଉଛି ଏହା 10ଟି ପ୍ରତିଜ୍ଞା ବା ସଂକଳ୍ପ। 10ଟି ଦୁର୍ଗୁଣଠାରୁ ଦୂରରେ ରହିବାର ସତ୍ ସଂକଳ୍ପ। ସେହି 10 ପ୍ରତିଜ୍ଞାର ନାମ ଏବେ ଶୁଣ। କ୍ରୋଧହୀନା ବିରାଗିଣୀ ହୋଇ ବଟି ଜାଣ, ଇନ୍ଦ୍ରିୟ ଦମନା ସୂଚି ମତି କ୍ଷମ ମନା, ଦୟାବତୀ ସର୍ବପ୍ରିୟା ପୁଣି ଲୋଭ ଶୂନ୍ୟା, ସତ୍ୟବାଦେ ନିଜେ ଦାନ ଶିଳା ବୋଲାଇବ, ଏ 10 ନିୟମ ମାନି 10 ଗଣ୍ଠି ଦେବ। ଏହାପରେ ବ୍ରାହ୍ମଣଙ୍କ ଦ୍ୱାରା ପଦ୍ମପୁରାଣ ଶ୍ରବଣ କରିବେ। ପରେ ଲକ୍ଷ୍ମୀଙ୍କ ପାଖରେ ନାନାବିଧ ପିଠା ମିଠା ଭୋଗ ଲଗାଇ ଆରତି କରିବେ। ପୁରାଣର କଥାବସ୍ତୁ ଠିକ୍ ଏହିପରି, ଯେଉଁଥିରେ ବ୍ରତର ମାହାତ୍ମ୍ୟ କଥା ବର୍ଣ୍ଣନା କରାଯାଇଛି। ପୂର୍ବେ ବିକ୍ରମାଦିତ୍ୟ ନାମରେ ଏକ ରାଜା ଥିଲେ। ତାଙ୍କ ରାଣୀଙ୍କ ନାମ ଥିଲା ସୁଲକ୍ଷଣୀ। ମନ୍ତ୍ରୀଙ୍କ ପତ୍ନୀର ନାମ ଥିଲା ଦୁଲୋଣୀ। ରାଣୀ ଏବଂ ଦୁଲୋଣୀଙ୍କ ମଧ୍ୟରେ ମିତ୍ରତା ଥିଲା। 2 ଜଣଙ୍କର ଯେତେବେଳେ ପରଲୋକ ଘଟିଲା, କେବଳ ଦୁଲୋଣୀ ସ୍ୱର୍ଗପୁରକୁ ଗଲେ। ସୁଲକ୍ଷଣୀଙ୍କୁ ସ୍ୱର୍ଗପୁର ମିଳିଲା ନାହିଁ। ଏହାର କାରଣ ଜାଣିବାକୁ ଚାହିଁବାରୁ ଯମରାଜ କହିଲେ, ଦୁଲୋଣୀ ତାଙ୍କ ଜୀବନରେ ସୁଦଶା ବ୍ରତ କରିଥିବାରୁ ତାଙ୍କୁ ସ୍ୱର୍ଗପୁର ମିଳିଲା। ଆପଣ ଯଦି ଏହି ବ୍ରତ କରିବେ ଆପଣଙ୍କୁ ବି ସେହି ସ୍ଥାନ ମିଳିବ। ସମୟକ୍ରମେ ଉଭୟ ମର୍ତ୍ତ୍ୟରେ ଜନ୍ମ ହେଲେ। ଏକା ରାଜ୍ୟରେ ଜନ୍ମ ହେଲେ ବି ସ୍ଥାନ କିନ୍ତୁ ବଦଳିଗଲା। ସୁଲକ୍ଷଣୀ ଜନ୍ମ ହେଲେ ମନ୍ତ୍ରୀ କୂଳରେ ଏବଂ ଦୁଲୋଣୀ ଜନ୍ମ ହେଲେ ରାଜକୂଳରେ। ଉଭୟଙ୍କ ମଧ୍ୟରେ ମିତ୍ରତା କିନ୍ତୁ ପୂର୍ବବତ୍ ରହିଲା। ଦୁହେଁ ସୁଦଶା ବ୍ରତ ମହା ଆଡମ୍ବରରେ ପାଳନ କଲେ। ବ୍ରତ ପାଳନର କିଛି ଦିନ ପରେ ସୁଲକ୍ଷଣୀଙ୍କ ବ୍ରତ କୁଆଡ଼େ ହଜିଗଲା। ମନ୍ତ୍ରୀ ଯାଇ ରାଜାଙ୍କୁ ଏକଥା କହିଲେ। ରାଜା ନିଜ ରାଣୀ ଦୁଲୋଣୀକୁ ନିଜର ବ୍ରତକୁ ମନ୍ତ୍ରୀ ପତ୍ନୀକୁ ଦେବା ପାଇଁ କହିଲେ। ଦୁଲୋଣୀ କିନ୍ତୁ ମନା କରୁଥିଲେ। ନିଜ ବ୍ରତ କାହାକୁ ଦିଆଯାଏ ନାହିଁ, ଏପରି କଲେ ବହୁ ଅନିଷ୍ଟ ଘଟିବ ବୋଲି କହିଲେ ବି ରାଜା କିନ୍ତୁ ନଛୋଡ଼ ବନ୍ଧା। ବାଧ୍ୟ ହୋଇ ରାଣୀ ଦୁଲୋଣୀ ନିଜ ବ୍ରତଟିକୁ ମନ୍ତ୍ରୀ ପତ୍ନୀ ସୁଲକ୍ଷଣୀଙ୍କୁ ଦେଇଦେଲେ। ଏଥର ମହାଲକ୍ଷ୍ମୀଙ୍କ କୋପ ଆରମ୍ଭ ହୋଇଗଲା। ରାଜ୍ୟରେ ନାନା ପ୍ରକାର ବିପତ୍ତି ପଡ଼ିଲା। ରାଜା, ରାଣୀ ଓ ତାଙ୍କର 2 ପୁଅ ସମୟକ୍ରମେ ରାଜ୍ୟରୁ ବିତାଡ଼ିତ ହେଲେ। ବନସ୍ତରେ ଯାଉ ଯାଉ 2 ପୁଅ ବି ବାଟବଣା ହୋଇ କୁଆଡ଼େ ହଜିଗଲେ। ରାଧାରାଣୀ ବନସ୍ତରେ ଭୋକ ଉପାସରେ ବହୁଦିନ ବୁଲିବା ପରେ ଶେଷରେ ଏକ ସାଧବ ଓ ସାଧବାଣୀଙ୍କ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଲେ। କିଛି ଦିନ ପରେ ମାଘ ମାସ ଶୁକ୍ଳପକ୍ଷ ଦଶମୀ ଦିନ ଗୁରୁବାର ପଡ଼ିଲା। ସାଧବାଣୀଙ୍କ ସହିତ ମିଶି ରାଣୀ ମଧ୍ୟ ସୁଦଶା ବ୍ରତ ବହୁ ବିଧିବିଧାନ ସହ କରିବାରୁ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେଲେ। ଶେଷରେ ରାଜାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଲା। ମହାଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ଆସି ରାଣୀଙ୍କୁ ତାଙ୍କ ହଜିଲା 2 ପୁଅକୁ ଫେରାଇ ଦେଲେ। ଲକ୍ଷ୍ମୀଙ୍କ କୃପା ହେବାରୁ ପୁଣି ଥରେ ରାଧାରାଣୀଙ୍କ ପୂର୍ବ ଭାଗ୍ୟ ଫେରି ଆସିଲା। ଏହା ହିଁ ସୁଦଶା ବ୍ରତର ବିଶେଷ ମାହାତ୍ମ୍ୟ।